श्रीमद्भागवत द्वितीय स्कंध द्वितीय अध्याय श्री शुक उवाच एजेते कहिली मु तोते ईश्वर शरीर समेते स्थूल देह मने धरी सुबुद्धि बळे यत्न करी से हरि अंतर बाहारे अन्य के अछि ए संसारे से सर्वबुद्धि अनुभूत स्वप्न जाग्रत मध्यस्थित सत्य आनंद जलनिधि भक्तजनक सर्वसिद्धि जाहार तहु ए जगत आत्मार संगे उदयस्त एहि प्रकारे पूर्व काले से आत्मजोनि एषयळे आत्मस्मरण बुद्धि बळे सर्जिला ए विश्वमंडले आत्मा को पाळी पुणी हरे बोईत जेह्ने वाणिज्य रे शबदमय ब्रह्मपथ जे मार्गे जीव आतजात पड़ी भ्रमई अधऊर्धे किछि न लभे लाभ पदे वासनामय माया जाने न बुझी निरते भ्रमणे ताहांक मध्ये से सुबुद्धि जाने बेपार सदबुद्धि विचार करे माया पथे मोहि भ्रमई किस अर्थे श्रम लभई आत जाते लाभ न मिले मोर हस्ते एणु ए पथ श्रम तेजी जे प्राणी आत्मलाभ खोजी प्रत्याशा दूरे परिहरे आत्मारे आत्मा बोध करे अल्प सुखे आत्मा तोषे वर्तई दिन उपवासे थाऊ ए वसुंधरी अंक कि सुख सुवर्ण पलंक समर्थ भुज थाऊ बामे कि प्रयोजन उपाधाने जे बेवा अछिटी अंजलि कि प्रयोजन पाकस्थली दिगबल्कल जेबे थिब पटवस्त्र रे किस हेब वृक्षर जेउ फलमान से किनु हंती भिक्षा अन्न नदी सबुकी सुखी अछि गिरि गुहा की रुंधी अछि हरि की नर खे भकत धन लाभरे किंपाचित एमंत भावे कृष्ण पादे जे प्राणी भजन्ति आनंदे से किंपा धन गर्वी लोके क्षणे भजिबे आत्मा सुखे एहि प्रकारे आत्मचित्ते सिद्धि लभन्ति अनुभूते से प्राणी हुए कृत्य कृत्य ताहांकु प्रसन्न अनंत एणु निरते आत्मजोगे भजिब कृष्ण पाद जुगे मुझेते कहिली विश्वासे एणु संसारे हेतु नाशे ए भव अनादर करी संसार चिंता चित्ते भरी पशुमानंकर ए गति माया संसारे जे भ्रमंती देख संसारे प्राणी जेते जंत्रित कर्मर आयते वैतरणी नामे नदी जातना मध्ये से प्रसिद्धि तही पड़ई देखु देखु तांक जीवन केबा रखु अर्जिला कर्म फल लभी अशेष देहे ताहा सेबी एबे हो शुणन रूपमणि तेणु संसारे तरे प्राणी से अबाये नर शरीरे धारणा जोग निर्विकारे स्वदेहे हृदय प्रकाशे से हरि घोर तमनाशे प्रादेश मात्र रूप धरी विजय प्रभु नरहरि सूक्ष्म स्वरूप रूपतार शुण सानंदे कुरुवीर श्याम सुंदर भुजचारी शंख कमल चक्रधारी धारण जोगे हा चिंती
ନିଶ୍ଚଳ ନୟନେ ଦେଖନ୍ତି ପ୍ରସନ୍ନ ଶ୍ରୀମୁଖମଣ୍ଡଳ ଲୋଚନ ପୁଣ୍ଡରିକ ଦଳ କଦମ୍ବ କିଞ୍ଜଲ କସୁରାଙ୍ଗ ପୀତବସନେ ଶୋହେ ଅଙ୍ଗ ଅମୂଲ୍ୟ ହାର ବକ୍ଷସ୍ଥଳେ ରତ୍ନକେଉର ବାହୁମୂଳେ ସୁବର୍ଣ୍ଣ କିରୀଟ କୁଣ୍ଡଳ ସୁନ୍ଦର ଅଳକା କପୋଳ ହୃଦୟ ପଦ୍ମ ମଧ୍ୟ ସ୍ମରି ଏ ରୂପ ଚିନ୍ତେ ବ୍ରହ୍ମଚାରୀ ଶ୍ରୀବତ୍ସ କୌସ୍ତୁଭମଣି ସୁବର୍ଣ୍ଣ ସୂତ୍ରେ ସୁଖଞ୍ଜଣି ଆଜାନୁ ଲମ୍ବେ ବନମାଳ କନ୍ଧୁବେଷ୍ଟିତ ବକ୍ଷಸ್ಥଳ ରତ୍ନମେଖଳା କଟି ମାଝି ଅଙ୍ଗୁଳେ ମୁଦ୍ରିକା ବିରାଜେ ଅଙ୍ଗଦ ନୂପୁର କଙ୍କଣ ବିବିଧେ ଅଙ୍ଗ ଆଭରଣ କମଳ ପୁଷ୍ପ ଶିରେ ଶୋହେ ନୀଳକୁନ୍ତଳ ଜନମୋହେ ସୁନ୍ଦର ହସିତ ବଦନ ଅଞ୍ଜନେ ବିରାଜ ନୟନ ଭ୍ରୁଭଙ୍ଗ ଅନୁଗ୍ରହ ମୁଖ ଭ୍ରୁକୁଟି କୁଟିଳ ସୁରେଖ ଏମନ୍ତେ ଈଶ୍ୱରର ଦେହେ ଚିତ୍ତେ ଚିନ୍ତିବ ମାୟା ମୋହେ ଯାବତ ଧାରଣାର ବଳେ ମନ ନ ରହେ ସୁନିଶ୍ଚଳେ ଏମନ୍ତ ଏକ ଏକ ଅଙ୍ଗେ ନିତ୍ୟ ଭାବିବ ବୁଦ୍ଧି ଯୋଗେ ହାସ୍ୟବଦନୁ ପାଦ ଯାଏ ଭାବିବ ବିଷ୍ଣୁ ସ୍ଥୂଳ ଦେହେ ସ୍ଥାନକୁ ସ୍ଥାନ ଧ୍ୟାନ କରି ଭିତରେ ପଶିବ ପ୍ରସାରୀ ଯାବତ ବୁଦ୍ଧି ଏ ଶରୀରେ ପରମ ଶୁଦ୍ଧ ନ ବିଚାରେ ଯାବତ ବିଷ୍ଣୁ ନିଜ ଦେହେ ନ ଦେଖି ତତ୍ଵର ଉଦୟେ ତାବତ ସ୍ଥୂଳ ରୂପ ଚିନ୍ତି ଚିତ୍ତେ ସ୍ମରିବ ନୀତି ନୀତି ସୁଖେବ ଶିବ ସ୍ଥିରାସନେ ସ୍ଥୂଳ ଶରୀରେ ଯୋଗ ଧ୍ୟାନେ ଏମନ୍ତ କରିବ ଧାରଣ ଯାବତ ନ ଘଟେ ମରଣ ପବିତ୍ର ପୁଣ୍ୟ ତୀର୍ଥ କାଳେ ମନ ନ କରିବ ଚଞ୍ଚଳେ ଯୋଗ ଧାରଣେ ପଞ୍ଚପ୍ରାଣ ସାଧିବ ସମାଧି ଧାରଣ ଆସନ ପ୍ରତ୍ୟାହାର ବଳେ ମନକୁ ସ୍ଥାପିବ ନିଶ୍ଚଳେ ମନ ସହିତେ ଇନ୍ଦ୍ରିଗଣ ନିର୍ମଳ ବୁଦ୍ଧିରେ ସଂଯମ ସେ ବୁଧ କ୍ଷେତ୍ରଜ୍ଞ ପ୍ରମାଣୀ ଆତ୍ମାରେ କ୍ଷେତ୍ରଜ୍ଞକୁ ଜାଣି ଆତ୍ମାରେ ଆତ୍ମାକୁ ନିରୋଧି ଏମନ୍ତ ଯେ ଜନ ସୁବୁଦ୍ଧି ଆତ୍ମାର ଲାଭ ଲଭେ ହେଳେ କର୍ମ ଛାଡ଼ିବୁ ତେତେବେଳେ ଏଭାବେ ଜୀବର ନିସ୍ତାର କାଳର ନାହିଁ ଅଧିକାର ଦେବେ ନୁହନ୍ତି ଯହିଁ ହିଂସ୍ର ତ୍ରିଗୁଣେ ନୁହନ୍ତି ପ୍ରବେଶ ଇନ୍ଦ୍ରିୟ ଗଣେ ଅଗୋଚର ନାହିଁ ମହତ ତତ୍ଵ ଦୂର ଏଘେନି ବୈଷ୍ଣବର ଧାମ ପରମ ପଦ ତାର ନାମ କେବେ ନ ପାନ୍ତି ଯାହା ଚିନ୍ତି ନ ଜାଣୁ କହନ୍ତି ଦୁରାତ୍ମା ଭାବ ପରିହରି ସୁହୃଦ ଭାବ ଚିତ୍ତେ ଧରି ପରମ ପଦେ କରି ସ୍ଥାନ ତେବେ ସାଧିବ ଦୃଢ଼ ମନ ବିଶ୍ୱକୁ ବ୍ରହ୍ମମୟ ଭାବି ପାରିଲେ ହେବ ସର୍ବସିଦ୍ଧି ବାମଚରଣ ପଛଭର ତେଣେ ନିରୋଧି ମୂଳାଧାର ମୂଳ ପବନ ଊର୍ଦ୍ଧ୍ୱେ ତୋଳି ନାଭି ପବନ ସଙ୍ଗେ ମିଳି ବେନି ପବନ ତୋଳି ବଳେ ସ୍ଥାପିବ ହୃଦୟ କମଳେ ତହୁଁ ତୋଳିବ ତିନି ପ୍ରାଣ କଣ୍ଠେ ଯେ ବସଇ ଉଦାନ ବ୍ୟାନ ପବନ ତାର ତୁଲେ ଧରି ସ୍ଥାପିବ ତାଳୁ ମୂଳେ ତହୁଁ କୁମ୍ଭକ ସାଧି କରି ପ୍ରାଣକୁ ଭୂମଣ୍ଡଳେ ଭରି ନିରୋଧ କରି ସ୍ୱାହା ସ୍ୱଦ୍ୱାର ସ୍ମରଣ କରିବ ଓଙ୍କାର ନିୟତ ଥାଇ ଯୋଗବନ୍ଧେ ତେବେ ସ୍ଥାପିବ ବ୍ରହ୍ମରନ୍ଧ୍ରେ ନିଶ୍ଚଳ ଯୋଗେ ଦୃଢ଼ ସାଧି ତକ୍ଷଣେ ବ୍ରହ୍ମରନ୍ଧ୍ରେ ଭେଦି ପରମ ପଦେ ତାର ଗତି ବ୍ରହ୍ମାର ବ୍ରହ୍ମ ଲୋକେ ସ୍ଥିତି ଗୁଣ ସମୂହ ଅଷ୍ଟନିଧି ଯେଣୁ ବାଞ୍ଛଇ ମନ ସିଦ୍ଧି ମନ ଇନ୍ଦ୍ରିୟ ଗଣ ମେଳେ
ତକ୍ଷଣୀ ବ୍ରହ୍ମ ଲୋକ ମିଳେ ଯୋଗେଶ୍ୱରଙ୍କର ଏ ଗତି ପରମ ପୁରୁଷ ବୋଲନ୍ତି। ଏମନ୍ତେ ତିନି ଲୋକ ଜିଣି ଶୁଣ କହିବା ପରିମାଣି। ଯେ କର୍ମ ସାଧେ କର୍ମକାଣ୍ଡେ ସେ କାହିଁ ଲଭେ ଊର୍ଦ୍ଧ୍ୱ ଦାଣ୍ଡେ। କେବଳ ଭିବ କର୍ମ ଭାବେ ସମାଧି ବିଦ୍ୟା ତପ ଯୋଗେ। ସୁଷମନାରନ୍ଧେ ବ୍ରହ୍ମପଥେ ଜ୍ୟୋତି ପ୍ରକାଶେ ଊର୍ଦ୍ଧ୍ୱଗତେ। ବିଧୌତ କଳୁ ସଶରୀର ସେ ଚିତ୍ରେ ସ୍ଥିତି ସୁଷୁମ୍ନାର। ସେହି ସୁଷୁମ୍ନା ଚକ୍ରସାର ଯେ ଚକ୍ର ତଳେ ଧ୍ରୁବପୁର। ବିଶ୍ୱର ନାଭି ସେ ବୋଲାଇ ଆତ୍ମା ସ୍ୱରୂପେ ତହୁଁ ଯାଇ। ପ୍ରବେଶ ପରମ ସ୍ୱରୂପେ ବ୍ରହ୍ମ ନିର୍ବାଣ ମହଲ୍ଲୋକେ। କଳ୍ପ ଆୟୁଷ ସିଦ୍ଧଗଣେ ଯହିଁ ରମନ୍ତି ଅନୁକ୍ଷଣେ। ସେ ପୁଣି କଳ୍ପ କ୍ଷୟ କାଳେ ଅନନ୍ତ ନିଶ୍ୱାସେ ଅନଳେ। ଦହନ ଦେଖି ଅନ୍ତରୀକ୍ଷେ ଅନନ୍ତ ଶୟନ ପ୍ରତ୍ୟକ୍ଷେ। ସିଦ୍ଧେଶ୍ୱରଙ୍କ ସ୍ଥାନେ ପାପ ସେ ବେଦ ଯା ବ୍ରହ୍ମ ଲୋକେ ଘୋଷେ। ସଂସାର କର୍ତ୍ତା ଯେ ବୋଲାନ୍ତି ସେ ବ୍ରହ୍ମା ବ୍ରହ୍ମ ଲୋକେ ସ୍ଥିତି। ଯେ ପୁରେ ନାହିଁ ଦୁଃଖ ଶୋକ ଜରା ମରଣ ଉଦବେଗ। ଚିତ୍ତ ଅନର୍ଥ ହେତୁ କାହିଁ ଜନ୍ମ ମରଣ ଭୟ ନାହିଁ। କେତେହେଁ କାଳ ସେ ଭୁବନେ ରହି ଚିନ୍ତଇ ଅବଧାନେ। ପୃଥିବୀ ରୂପେ ଲିଙ୍ଗ ଦେହେ ସେ ପୁଣି ବିହରେ ନିର୍ଭୟେ। ପୃଥିବୀ ରୂପେ ଜଳେ ଯାଇ ସେ ଇଷ୍ଟ ଭୋଗ ତା ଭୁଞ୍ଜଇ। ଅନଳ ସମ ତହୁଁ ସ୍ଥିତି ଜ୍ୟୋତି ସ୍ୱରୂପ ପ୍ରାଣ ଚିନ୍ତି। ପବନେ କରଇ ସଞ୍ଚାର ଧରଇ ପବନ ଶରୀର। ସେ ବାୟୁ କାଳେ ନଭେ ପୁରେ ସେ ଜୀବ ଲିଙ୍ଗ ରୂପ ଧରେ। ଗନ୍ଧ କଳ୍ପଇ ଘ୍ରାଣ ମାତ୍ରେ ରସକୁ ରସନା ସଙ୍ଗତେ। ଦୃଷ୍ଟିରେ ରୂପକୁ ସଂହାରି ତ୍ୱକକୁ ସ୍ପର୍ଶରେ ସେ ହରି। ଶବଦ ଗୁଣେ କର୍ଣ୍ଣ ଭାରି ଏ ରୂପେ ପ୍ରାଣ ସୂକ୍ଷ୍ମେ ଧରି। ବୁଦ୍ଧି ଇନ୍ଦ୍ରିୟ ଭାବ ଏଣେ ଏ ପଞ୍ଚ ମାତ୍ରା ପରମାଣେ। ଏ ଅହଙ୍କାର ଭଗବାନ ବୁଦ୍ଧି ଇନ୍ଦ୍ରିୟ ଦିବ୍ୟ ଜ୍ଞାନ। ପଞ୍ଚ ବିକାରେ ପଞ୍ଚଦେବା ମନ ସମ୍ମତେ କରି ସେବା। ଏ ପଞ୍ଚ ଦେବତା ସହିତେ ସୂକ୍ଷ୍ମ ସ୍ୱରୂପେ ମହତ୍ତତ୍ୱେ। ସେ ତତ୍ତ୍ୱ ଗୁଣର ସଂସ୍ଥାନ ପ୍ରଧାନେ ଦେହେ ହୁଏ ଲୀନ। ନିତ୍ୟ ନିର୍ଗୁଣ ସେ ନିରୋଧେ ଦଶ ଇନ୍ଦ୍ରିୟ ଆତ୍ମା ସାଧେ। ଆତ୍ମନିରୋଧେ ଆତ୍ମଜ୍ଞାନେ ପ୍ରବେଶ କରେ ଅବ୍ୟମାନେ। ଆନନ୍ଦେ ଜ୍ଞାନ ରସ ଭୋଳେ ଶାନ୍ତି ଭଜଇ ସେ ନିଶ୍ଚଳେ। ଏମନ୍ତେ ଧାରଣାନୁଭାବ ନିଶ୍ଚେପ ସଇ ବାସୁଦେବ। ଅନ୍ତେ ଲଭଇ ଯେତେ ଗତି ତାହାକୁ କହି ଭାଗବତୀ। ଯହିଁ ପଶିଲେ ଆତ୍ମା ମନ ନ ଲଭେ ପୁନରାଗମନ। ଶୁଣ ହୋ ନୃପ ପରୀକ୍ଷିତ ଯେଣୁ ପୁଛିଲୁ ଭାଗବତ। ମୋକ୍ଷର ମାର୍ଗ ମୁଁ କହିଲି ତୋମନୁ ସଂଶୟ ଛେଦିଲି। ତେଣୁ କହିଲି ଶ୍ରୁତି ଯୋଗେ ତୋର ସମୀପେ ଅନୁରାଗେ। ଦଇବେ କାଳ ଅବସାନ ଏଣୁ କହିବା ଦିବ୍ୟ ଜ୍ଞାନ। ବ୍ରହ୍ମାର ତପେ ହୋଇ ତୋଷ ବିଷ୍ଣୁ ଯେ ଦେଲେ ଉପଦେଶ। ସେ ପଦ କହିଲି ମୁଁ ତୋତେ ଏବେ ତୁ ଶୁଣ ଏକ ଚିତ୍ତେ। ସଂସାର ସଞ୍ଚରନ୍ତି ଯେତେ ସେ କାହିଁ ଯିବେ ବିଷ୍ଣୁ ପଥେ। ସେ କଥା ଶୁଣି ପ୍ରିୟ ଭାବେ ସେ ଭକ୍ତି ଲଭେ ବାସୁଦେବେ। ବ୍ରହ୍ମାର ତପ କଷ୍ଟେ କରି ଯାହା କହିଲେ ଦୟା କରି। ସେ ସର୍ବ ବ୍ରହ୍ମ ବେଦ ସାର ସକଳ ବୁଝି ତିନିବାର। ସେ ହରି ସର୍ବଭୂତ ମଧ୍ୟେ ନିତ୍ୟ ବିହରେ ଆତ୍ମା ପଦେ। ଯେ ଭକ୍ତି ଜୀବ ସୁଖ ପଦ ଏଭାବେ ହେଲେ ଆତ୍ମାରତ। ବୁଦ୍ଧି ଲକ୍ଷଣ ଅନୁମାନେ
निश्चल जोगी जोग ध्याने केयबा करिब गोचर जगत बाह्य अभ्यंतर एघेनी सर्व आत्मा भावे सर्वदा काळे एकठावे हरिंकी कर्ण पथे शुणी मुखे निरते नाम भणी से हरि कथा मृत रस जे करे कर्ण पथे प्रास विषय विष नाशी चित्त पवित्र करे अंतर्गत गोविंद चरण कमले पसई भक्त जोगवळे ए भागवत रसचित्ते सुजने प्रिय कर्णपथे विषय रस जाऊनाश कहई जगन्नाथ दास। इति श्रीमद्भागवते महापुराणे पारमहंस्यां संहितायां 82 द्वितीयस्कन्धे शुकपरीक्षितसंवादे योगस्मृतिद्वयवर्णने नाम द्वितीयोऽध्यायः।